ଦାସ 1901 ମସିହାରେ ଗୋଟେ ଜୟପୁର ଗୋଟେ ଜମିଦାର ପରିବାରରେ ବାପା ତାଙ୍କର ଥିଲେ ରାଜକୁତର ଦାସ ତୃତୀୟ ପୁତ୍ର 3 ନମ୍ବର ପୁଅରେ ହଉଛନ୍ତି ଉପେନ୍ଦ୍ର କିଶୋର 1901 ରେ ସେ ଜନ୍ମଗ୍ରହଣ କଲେ। ପରବର୍ତ୍ତୀ କାଳରେ ତାଙ୍କର ପିଉସା ଗୋପାଳ ବଲ୍ଲଭ ଦାସ ଉପେନ୍ଦ୍ର କିଶୋରଙ୍କୁ ପୋଷ୍ୟ ପୁତ୍ର ରୂପେ ଗ୍ରହଣ କଲେ। ଜନ୍ମ ହେଇଥିଲେ କାହାଠାରୁ ରାଜକିଶୋର ଦାସ ହଉଛନ୍ତି ତାଙ୍କର ଜନ୍ମିତ ପୁତ୍ର। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ପିଉସା ଗୋପାଳ ବଲ୍ଲଭ ଦାସ ତାଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ। ଉପେନ୍ଦ୍ର କିଶୋର ଜଣେ ମେଧାବୀ ଛାତ୍ର ଥିଲେ, ଭଲ ପାଠ ପଢୁଥିଲେ। ସେ ବିଦ୍ୟାଳୟ ଶିକ୍ଷା ସମାପ୍ତି ପରେ କଟକ ରେଭେନ୍ସା ମହାବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ। ଏଇ ତମେ କୋଉଠି ପଢୁଛ? ରେଭେନ୍ସାରେ କୋଉଠି ପଢୁଛ? ତ ସିଏ ପଢୁଥିଲେ ଏଇ ତମର ପାଖରେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢୁଥିଲେ। ସେଠାରେ ଅଧ୍ୟୟନ କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେଇ ସମୟରେ ମହାତ୍ମା ଗାନ୍ଧୀ ଅସହଯୋଗ କରିଥିଲେ। ଆମେ ତାଙ୍କୁ କୌଣସି ଇଂରେଜ ମାନଙ୍କୁ କୌଣସି କ୍ଷେତ୍ରରେ ସହଯୋଗ କରିବା ନାହିଁ, ତାଙ୍କର ଜିନିଷ ଆମେ ବ୍ୟବହାର କରିବା ନାହିଁ କିମ୍ବା ତାଙ୍କ କଥା ମାନିବାନି। ଅସହଯୋଗ ଆନ୍ଦୋଳନ ମଧ୍ୟ ସେ ଯୋଗ ଦେଇଥିଲେ ତମର ଉପେନ୍ଦ୍ର କିଶୋର ଦାସ। ସେହି କାରଣରୁ ତାଙ୍କୁ ଛାତ୍ର ଜୀବନର ଆନୁଷ୍ଠାନିକ ପରିସମାପ୍ତି ଘଟିଥିଲା। ଆଉ ଛାତ୍ର ଜୀବନରେ ରହିବେନି। ସେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ସାଙ୍ଗରେ ଗଲେ ସେ ସମୟ ବ୍ରିଟିଶ ସରକାର ଥିଲା, ତେଣୁ ସେ ପାଠ ପଢି ପାରିଲେନି, ସେଠି ତାଙ୍କର ପାଠ ପଢା ପରିସମାପ୍ତି ଘଟିଥିଲା। ତେବେ ପରବର୍ତ୍ତୀ କାଳରେ ସେ ଦେଶ ସେବା ଓ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରିଥିଲେ। ପାଠ ପଢା ଯେତେବେଳେ ବନ୍ଦ ହେଇଗଲା, ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ, ତା ପରବର୍ତ୍ତୀ ସମୟରେ ସେ ଦେଶ ସେବା କଲେ ଏବଂ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରିଥିଲେ। କେବଳ ଜଣେ ସାହିତ୍ୟ ସାଧକ ନୁହନ୍ତି, ସେ ମଧ୍ୟ ଜଣେ ଭଲ ସଫଳ ଚିତ୍ରଶିଳ୍ପୀ। ସୁନ୍ଦର ଭାବରେ ସେ ଚିତ୍ର ମଧ୍ୟ ଅଙ୍କନ କରୁଥିଲେ। ଖାଲି ଯେ ସାହିତ୍ୟ ସାଧକ ନଥିଲେ, ସେ ସମାଜ ସେବା ନଥିଲେ, ଦେଶ ସେବକ ନଥିଲେ, ସୁନ୍ଦର ଚିତ୍ରଶିଳ୍ପୀଟିଏ ମଧ୍ୟ ଥିଲେ। ରଙ୍ଗ ଓ ତୁଳି ମାଧ୍ୟମରେ ନିଜ ସ୍ୱପ୍ନ ସମ୍ଭାବନା ଓ ପରିକଳ୍ପନାକୁ ସେ ଚମତ୍କାର ଢଙ୍ଗରେ କାନଭାସରେ ରୂପ ଦେଇଥିଲେ। କଣ ହେଇଥିଲା ଯେ ତମର ସ୍ୱପ୍ନ ଆଉ ସମ୍ଭାବନା ଗୁଡିକୁ, ନିଜର ସମସ୍ତ ସ୍ୱପ୍ନ ପରିକଳ୍ପନା ଗୁଡିକୁ ସେ ଚିତ୍ର ଆକାରରେ କରିଦଉଥିଲେ। ଏତେ ସୁନ୍ଦର ସେ ଚିତ୍ର କରୁଥିଲେ। 1972 ସେ ଇହଲୀଳା ସମ୍ବରଣ କରିଥିଲେ। ଅର୍ଥାତ ଇହଲୀଳା ସମ୍ବରଣ କରିବା ମୃତ୍ୟୁ ବରଣ କରିବା ବା ମରିଯିବ। ତେବେ କେବେ 1972 ମସିହାରେ ସେ ମୃତ୍ୟୁବରଣ କରିଥିଲେ। 1901 ରେ ଜନ୍ମଗ୍ରହଣ କରିଥିଲେ, 1972 ସେ ଦେହ ତ୍ୟାଗ କରିଥିଲେ। ଉପେନ୍ଦ୍ର କିଶୋର ଜୀବନ କାଳ ବିଷୟରେ ଖଣ୍ଡିଏ ମାତ୍ର ଉପନ୍ୟାସ ମଲା ଜନ୍ମ ଲେଖିଛନ୍ତି। ଗୋଟିଏ ମାତ୍ର ତାଙ୍କ ଜୀବନ କାଳ, ତାଙ୍କର ମନେ ରଖିବାକୁ ତମକୁ କଷ୍ଟ ହବ ନାହିଁ, ତେଣୁ ସେ ଗୋଟିଏ ମାତ୍ର ଉପନ୍ୟାସ ଲେଖିଛନ୍ତି, ଯୋଉଟାକି ହେଲା ମଲା ଜନ୍ମ। ସେଇ ଆଧାରରେ ସେ ଜଣେ କାଳଜୟୀ ଔପନ୍ୟାସିକର ସମ୍ମାନ ଲାଭ କରିଥିଲେ। ଲୋକ ଅଛନ୍ତି ବହୁତ ଉପନ୍ୟାସିକ, ବହୁତ ବଡ ଉପନ୍ୟାସ ଲେଖିଲା ପରେ ଯାଇକି ଫେମସ ହୁଅନ୍ତି, ତାଙ୍କର ନାଁ ହୁଏ ଉପନ୍ୟାସିକ ଭାବେ। କିନ୍ତୁ ମଲା ଜନ୍ମ ଏପରି ଏକ ଉପନ୍ୟାସ, ସେ ଗୋଟିଏ ମାତ୍ର ଉପନ୍ୟାସ ଲେଖିକି ମଧ୍ୟ ସେଇ ମଲା ଜନ୍ମ ଜରିଆରେ ବା ସେଇ ଆଧାରରେ ସେ ଜଣେ କାଳଜୟୀ ଔପନ୍ୟାସିକ ଭାବରେ ସମ୍ମାନ ଲାଭ କରୁଥିଲେ। ଗୋଟେ ଭଲ ନାମୀ ଦାମୀ ଔପନ୍ୟାସିକରେ ଗଣାଥିଲେ ସେ। ଏହା ବ୍ୟତୀତ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କର ଭୂମିକା ରହିଛି। ଆକୁ ଛାଡିଦେଲା ପରେ ଶିଶୁ ସାହିତ୍ୟ, ପିଲାମାନଙ୍କର ଛୋଟ ପିଲାଙ୍କ ସାହିତ୍ୟ ମଧ୍ୟ ବହୁତ କିଛି ସେ ରଚନା କରିଛନ୍ତି। ତେବେ ଆଜିର ଯୋଉ ବିଷୟ ବସ୍ତୁ ଅଛି ମଲା ଜନ୍ମ ବିଷୟ ପଢିବ, ତାର ବିଷୟରେ କଣ ଅଛି ସେସବୁ ଆମେ ଜାଣି ବହି ବିଷୟ ପଢିବା ପୂର୍ବରୁ ତାର ଯୋଉ ସଂକ୍ଷେପରେ କିଛିଟା ଜାଣିବା। ସେଇ ବିଷୟ ବସ୍ତୁରେ ଆମେ ଜାଣିବା କଣ ନା ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ପ୍ରକାଶିତ ମଲା ଜନ୍ମ ଓଡିଆ ସାହିତ୍ୟରେ ଏକ କ୍ଲାସିକ ସୃଷ୍ଟି ରୂପେ ସ୍ୱୀକୃତ। ସମସାମୟିକ ସମାଜର ଚିତ୍ର ବହନ କରି ଉପନ୍ୟାସଟି ନିଜସ୍ୱ ମୌଳିକତାରେ ବେଶ ଭାସ୍କର। ସେଇ ସମୟର ଅର୍ଥାତ ଲେଖକ ଯୋଉ ସମୟରେ ଲେଖିଥିଲେ ସମସାମୟିକ, ଅର୍ଥାତ ସେଇ ସମୟର ସମାଜର ଯୋଉ ଚିତ୍ର, ସମାଜର ଚିତ୍ର ଅର୍ଥାତ ସମାଜରେ ଘଟୁଥିବା ଘଟଣା ଗୁଡିକୁ ନେଇକି ଉପନ୍ୟାସଟିକୁ ସେ ନିଜର ମୌଳିକତା ପ୍ରଦାନ କରିକି ରଚନା କରିଥିଲେ। ସେଇ ସମୟରେ ସମାଜରେ କଣ ସବୁ ଘଟୁଥିଲା ସେ ସବୁ ଘଟଣା ମାନଙ୍କୁ ନେଇକି ସେ ଉପନ୍ୟାସଟି ରଚନା କରିଛନ୍ତି। ଏକ କୁଳୀନ ବ୍ରାହ୍ମଣ ପରିବାରର କନ୍ୟା ଉପନ୍ୟାସରେ ଅଛି। ଗୋଟେ ଭଲ ବଂଶ ମର୍ଯ୍ୟାଦା ଥିବା ଗୋଟେ ବ୍ରାହ୍ମଣ ପରିବାରର ଝିଅଟିଏ, କନ୍ୟାଟିଏ, ନାଁ ତାର ହେଲା ସତୀ। ତେବେ ଜନ୍ମ ହେଲା ବେଳେ ବାପା ବଡ ସରଧାରେ ନାଁ ଦେଇଥିଲେ ସତ୍ୟଭାମା। ଛୁଆଟି ଯେତେବେଳେ ଜନ୍ମ ହେଇଥିଲା ବ୍ରାହ୍ମଣ ପରିବାରରେ ଜନ୍ମ ହେଇଥିଲା, ବାପା ତାଙ୍କର ଅତି ଶ୍ରଦ୍ଧାରେ ନାଁ ରଖିଥିଲେ ସତ୍ୟଭାମା, ଡାକୁଥିଲେ ତାକୁ ସତୀ ବୋଲି। ସେ ହଉଛି, ଏଇଟା ହେଲା ଗୋଟେ ଗପର ତମର ଯୋଉ ଉପନ୍ୟାସର ଯେ କ୍ୟାରେକ୍ଟର ଅଛି ସେ ସତୀ ହେଲା। ତା ପାଇଁ କିନ୍ତୁ ନାନା ପାରିବାରିକ କାଇଦା କଟକଣା ସାମାଜିକ ବାଡ। ସେ ଯୋଉ ସତୀ ଝିଅଟି ଯେହେତୁ ସେଇ ସମୟରେ
ସମାଜରେ ବହୁତ ସାରା ନୀତି ନିୟମ ଆକଟ ଥିଲା। ଗୋଟେ ଝିଅଟିକୁ ଘର ବାହାରକୁ ଛାଡୁ ନଥିଲେ, ବହୁତ ପ୍ରକାରର ବନ୍ଧନ ତାକୁ ବନ୍ଧନରେ ରଖାଯାଉଥିଲା, ଅର୍ଥାତ୍ ସାମାଜିକ ବନ୍ଧନ, ଅର୍ଥାତ୍ ତୁ ବାହାରକୁ ଯାଇପାରିବୁନି, ମୁଣ୍ଡରେ ଓଢଣା ଦବୁ, ତା ସହିତ କଥା ହବୁନୁ, ତା ସହିତ କଥା ହବୁନୁ, ଏକୁଟିଆ ବିଭିନ୍ନ ପ୍ରକାର ପୂଜା ବ୍ରତ କରିବୁ, ଏଇଭଳି ସବୁ କାଇଦା କଟକଣାରେ ସେ ପଢିଥିଲା। ହୁଏତ ତାହା ଥିଲା ସେତେବେଳେ ସମାଜର ପ୍ରଭାବ। ସେଇ ସମୟର ପ୍ରଭାବରେ ସେ ସମୟରେ ଖାଲି ସତୀ ଘରେ ନୁହଁ, ପ୍ରତ୍ୟେକଟି ବ୍ରାହ୍ମଣଙ୍କ ଘରେ, ପ୍ରତ୍ୟେକଟି ଗୋଟେ ପରିବାରରେ ଏଇଭଳି ଘଟଣା ଘଟୁଥିଲା। 12 ବର୍ଷ ବୟସ ବେଳକୁ ବାପା ତାର ବାହାଘର ସ୍ଥିର କଲେ। କମ ବୟସରେ ଅତି ସେତେବେଳେ ବାହାଘର କଲେ। ମାତ୍ର 12 ବର୍ଷ ବୟସରେ ସତୀର ବାହାଘର ତାର ବାପା ସ୍ଥିର କରିଥିଲେ। ଗୋଟେ ବିଷୟ ସରିଲା ଯୋଉଟା ସେଇଟା ଲେଖିଦଉଛି, ଏଇଟା ତ ଇଣ୍ଟ୍ରୋଡକ୍ସନ ସରିଲା। କାବ୍ୟଟା ତେବେ ଯେତେବେଳେ ସେ ସମୟ ଏମିତି ଥିଲା କି କମ କମ ବୟସର କନ୍ୟା ମାନଙ୍କୁ ବିବାହ କରିଦଉଥିଲେ, ତ ବାପା ତାଙ୍କର ମା ତାକୁ ଯେତେବେଳେ ଝିଅଟିକୁ 12 ବର୍ଷ ହେଇଥିଲା, ବାପା ତାର ବାହାଘର ଠିକ କରିଦେଲେ। ତା ପୁଣି ନିଜ ବୟସରେ ଜଣେ କୁଷିତ କଦାକାର ଦୋଭେଇ ଜମିଦାର ସହିତ ବାପା ବୟସରେ, ବାପା ଯିଏ ଯୋଉ ବାପାଟି ବାହାଘର କରୁଛି ନିଜ ବୟସରେ, ତା ବାପାକୁ ଯେତିକି ବର୍ଷ ସେତିକି ବୟସରେ ଯଦି ଅତି କୁଷିତ କଦାକାର, ଅତି ଅସୁନ୍ଦର ଦେଖାଯାଉଥିବା ଏବଂ ଖରାପ ପ୍ରକୃତିର ଦୋଭେଇ ଜମିଦାର ହେଲା, ଦୋଭେଇ ହେଲା। ସେ ଜମିଦାର ଆଗରୁ ଥରେ ବାହା ହେଇଥିଲା, ତା ସ୍ୱାମୀ ଆଗରେ ତାକୁ ଛାଡିକି ଚାଲି ଯାଇଥାଉ, ବା ତାର ଦେହାନ୍ତ ହେଇଯାଇଥିଲା, ତାକୁ ଦୋଭେଇ ସେକେଣ୍ଡ ମ୍ୟାରେଜ ଯୋଉ କରନ୍ତି ଯୋଉ ପୁଅ ମାନେ, ତାକୁ ଦୋଭେଇ କୁହାଯାଏ। ଯୋଉ ଝିଅଟି ସେ ପୁଅଟିକୁ ବାହା ହଉଥିଲା, ସେଇ ବରଟି ଥିଲା ଦୋଭେଇ ବର, ଦୋଭେଇ ଜମିଦାର, ଅର୍ଥାତ୍ ଇଏ ଥିଲେ ତାର ଦ୍ୱିତୀୟ ପତ୍ନୀ। ବାହାଘରର ମାନେ ବୁଝିବା ପୂର୍ବରୁ ପରିସ୍ଥିତିର ଚାପରେ ସତୀ ଶାଶୁଘରୁ ଚାଲିଗଲା। ଯେତେବେଳେ ବାହାଘର କଣ ସେ ଜାଣିନଥିଲା 12 ବର୍ଷ ବୟସରେ, ସେଇ ପରିସ୍ଥିତିର ଚାପରେ ଶାଶୁଘର ଚାଲି ଯାଇଥିଲା। ପିଲାଟି ଦିନରୁ ସେ ନିଜର ଅତି ପାଖ ଲୋକ ବୋଲି ଯାହାକୁ ଭାବିଥିଲା, ଯାହାକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲା, ସେଇ ନାଥ ନନା ରହିଗଲେ ଅନେକ। ଛୋଟ ବେଳରୁ ସେ ନାଥ ନନା କହିକି ଗୋଟେ ଆଉ ଗୋଟେ କ୍ୟାରେକ୍ଟର ମଲାଜହ୍ନରେ ଅଛି ଉପନ୍ୟାସରେ, ନାଥ ନନା କହିକି, ଯାହାକୁ ନେଇକି ସେ ବାହା ହବ ବୋଲି ସ୍ୱପ୍ନ ଦେଖିଥିଲା, ପିଲାଟି ଦିନରୁ ତାକୁ ଭଲ ପାଉଥିଲା, ସିଏ ଗଲା କୁଆଡେ, ସେ ସ୍ୱପ୍ନଟି ପଛରେ ରହିଗଲା। ବାପା ତାକୁ ବାହାଘର କରିଦେଲେ ଗୋଟେ କୁଚିତ କଦାକାର ଦୋବେଇ ଜମିଦାର ବର ସହିତ। ତାର ନାରୀ ମନ ବିଦ୍ରୋହ କରୁଥିଲା, ମନରେ ଗୋଟେ ଯାହା ବି ଗୋଟେ ବୟସ୍କ ଲୋକଟାକୁ ବାହା ହେଇଛି, ପୁଣି ଦ୍ୱିତୀୟ ବାହାଘର, ପୁଣି ଗୋଟେ କୁଚିତ କଦାକାର ଲୋକଟେ, ମନରେ ତାର ଦୁଃଖ ଏବଂ ବିଦ୍ରୋହ ଭାବନା ଜାଗ୍ରତ ହେଇଥିଲା। ତାର ସ୍ୱାମୀ ଗୋଟା କାଠ ପରି ରଙ୍ଗ, ସେଥିରେ ମୁହଁ ଯାକ ବସନ୍ତର ଦାଗ ଯେମିତି ସ୍ୱାମୀ ସ୍ୱାମୀଟିର ଦେଖିବା ପାଇଁ କିଭଳି ଥିଲା ସେ, କଣ ଅଛି ଏଇଠି ଅଛି, ଏଇ ସରିଗଲା ଟାଇମ୍। ଏତିକି ଥାଉ, ଆର କ୍ଲାସ ବୁଝିବି। ଆର କ୍ଲାସ ମନୋଜ ନୋଟ ଷ୍ଟାର୍ଟିଂ ହେବ। ତମର ଅଛି ଇକୋନୋମିକ୍ସ, ଏଇଟା ଅଛି ମାଇକ୍ରୋ ଫାଇନାନ୍ସ।